ରାମାୟଣ ଦେଖ, ମହାଭାରତ ଦେଖ, ଇତିହାସର କୌଣସି ଘଟଣାବଳୀ ମାନ ଦେଖ, ବର୍ତ୍ତମାନ ବି ଦେଖ। ଯଦି ଆମେ ନାରୀ ଶକ୍ତିକୁ ବିଚାର କରାଯିବା, ନାରୀକି ଯେଉଁଠି ଅବମାନନା କରାଯାଇଛି ସେଠି ମଣିଷ ଜାଣିଶୁଣି ନିଜ ଧ୍ୱଂସକୁ ନିଜେ ଟାଣି ଆଣିଛି। ରାମାୟଣରେ ରାବଣ ସୀତାଙ୍କୁ ହରଣ କେବଳ ରାବଣ ନିଜ ପତନକୁ ନିଜେ ଟାଣି ଆଣିଛି। ମହାଭାରତରେ କୌରବମାନେ ଦ୍ରୌପଦୀର ବସ୍ତ୍ରହରଣ କରି ସେମାନେ ବି ନିଜର ପତନକୁ ଟାଣି ଆଣିଛନ୍ତି। ସବୁ ସମୟରେ ନାରୀମାନଙ୍କର ଆଖିର ଲୁହ ପୁରୁଷ ସମାଜକୁ ଧ୍ୱଂସ ମୁଖକୁ ଟାଣି ନେଇଯାଇଛି। ଏବେ ବି ବର୍ତ୍ତମାନ ଦେଖ, ଭାରତ ଆଉ ପାକିସ୍ତାନର ଯେଉଁ ପ୍ରକାର ଯୁଦ୍ଧ ଚାଲିଛି, ପାକିସ୍ତାନର ସନ୍ତାସବାଦୀ ଗୋଷ୍ଠୀ ନାରୀମାନଙ୍କ ମଥାରୁ ଯେଉଁ ସିନ୍ଦୁର ପୋଛିଦେଲେ, ନାରୀମାନଙ୍କ ଆଖିରୁ ଯେଉଁ ଲୁହ ଗଳିଲା, ତାର ପରିଣାମ ସାଙ୍ଗେ ସାଙ୍ଗେ ସେମାନେ ବି ଭୋଗ କରିବାକୁ ପଡ଼ିଛି। ତେଣୁ ପ୍ରତ୍ୟେକ ପରିବାରରେ ଆପଣ ଝିଅ ଜନ୍ମକୁ ଆପଣ ଏକ ଶୁଭ ବୋଲି ଭାବନ୍ତୁ। କାରଣ କୁହାଯାଏ ବାପା ମାଙ୍କର ପ୍ରଥମେ ଝିଅ ହେଲେ ବାପା ମାଙ୍କର ଆୟୁଷ ବଢ଼ାଏ। ମୋର ଯେତେବେଳେ ପ୍ରଥମେ ଝିଅ ହେଲା ମୁଁ ବହୁତ ଖୁସି ଥିଲି। ଝିଅ ନେଇକିରି ମୋ ପରିବାରରେ ମୋର ଉପରେ ଦୁଇ ବଡ଼ ଭାଇ, ମୋର ଯେତେବେଳେ ଦୁଇ ବଡ଼ ଭାଇ ହେଲେ ମୋ ମାମୁଁ କୁଆଡ଼େ ଆମ ଘରକୁ ଆସିଲେନି। ମୋ ବୋଉକୁ କହିଲେ, ତୋର ଯେତେବେଳେ ଝିଅ ହେବ ସେତେବେଳେ ମୁଁ ତୋ ଘରକୁ ଯିବି, ତୋର ଯଦି ୟା ଉପରେ ଆଉ ପୁଅ ହେବ ମୁଁ ଆଉ ତୋ ଘରକୁ ଯିବେନି। ମୋର ଦୁଇ ଭାଇଙ୍କ ତଳେ ମୋର ବଡ଼ ଭଉଣୀ ଜନ୍ମ ହେଲା ପରେ ମାମୁଁ ଆମ ଘରକୁ ବହୁତ ଖୁସିରେ ଆସିଥିଲେ। ତେଣୁ ନାରୀମାନଙ୍କୁ ମା ଲକ୍ଷ୍ମୀ ରୂପରେ ବର୍ଣ୍ଣନା କରାଯାଏ। ବିନା ନାରୀରେ ସୃଷ୍ଟି ଅସମ୍ଭବ। ନାରୀମାନଙ୍କୁ ସମ୍ମାନ ଦିଅନ୍ତୁ। ଝିଅମାନଙ୍କୁ ପରିବାରର ଲକ୍ଷ୍ମୀ ରୂପରେ ପରିବାରକୁ ଆପଣେଇ ନିଅନ୍ତୁ। ବର୍ତ୍ତମାନ କ'ଣ କରୁଛନ୍ତି ନା, ଲୋକମାନେ ଭାବି ଦେଉଛନ୍ତି ଆମର ଗୋଟିଏ ପୁଅ ଆମ ପରିବାର ପାଇଁ ଯଥେଷ୍ଟ। ଆରେ ତମର ଗୋଟିଏ ପୁଅ ହେଲା, ଯଦି ଗୋଟିଏ ପୁଅ ହେଲା ପୁଣି ବୋହୂ କୋଉଠୁ ତମେ ଆଣିବ? ବିନା ନାରୀରେ ବଂଶ ବୃଦ୍ଧି ଅସମ୍ଭବ। ନାରୀ ହେଉଛି ଝିଅଟିଏ ହଉ ସ୍ତ୍ରୀ ହଉ ପରିବାରର, ସେମାନେ ହେଉଛନ୍ତି ଲକ୍ଷ୍ମୀ। ଯାହା ଘରେ ଝିଅ ନାହିଁ ତା ଘର ଅଲକ୍ଷ୍ମୀ। ଲକ୍ଷ୍ମୀ ଛଡ଼ା ଯଦି ଗୋଟେ ଘରେ ସ୍ତ୍ରୀ ଲୋକଟେ ନାହିଁ, ତା ସ୍ୱାମୀ ରାନ୍ଧି ବାଢ଼ିକିରି ଖାଇବା ତା ପାଇଁ ଯେ କେତେ କଷ୍ଟ ସିଏ କେବଳ ଜାଣିଛି। ଆମର ଲକ୍ଷ୍ମୀ ପୁରାଣରେ ଅଛି, ଲକ୍ଷ୍ମୀ ଯେତେବେଳେ ପ୍ରଭୁ ଜଗନ୍ନାଥଙ୍କୁ ଛାଡ଼ିଗଲେ, ପ୍ରଭୁ ଜଗନ୍ନାଥ ସେତେବେଳେ ବାରଦୁଆର ବି ଭିକ୍ଷାବୃତ୍ତି କରିଛନ୍ତି। ଶେଷକୁ ନିଜର ଭୁଲ ବୁଝିପାରୁଛନ୍ତି, ମା ଲକ୍ଷ୍ମୀ କି ନିଜର ଦୋଷ ମାଗିକିରି ମାଙ୍କୁ ଶ୍ରୀମନ୍ଦିରକୁ ଆଣିଛନ୍ତି। ତେଣୁ ଆପଣ ଏ ଯେଉଁ କନ୍ୟା ଭ୍ରୂଣ ହତ୍ୟା ଏସବୁ ତରୁ ନିବୃତ୍ତ ରୁହନ୍ତୁ। ନାରୀକୁ, କନ୍ୟାକୁ ଆଜ୍ଞା ସମ୍ମାନ ଦିଅନ୍ତୁ। ନାରୀ ଆଖିରେ ଲୁହ ଯଦି ପଡ଼ିଯିବ ନା, ତେବେ ସେ ପରିବାର ଧ୍ୱଂସ ହୋଇଯିବ। ଆପଣଙ୍କ ପରିବାରରେ ଯଦି ବୋହୂଟିଏ ଅଛି, ତାକୁ ଆପଣ ନିଜର ଝିଅ ଭଳିଆ ଦେଖନ୍ତୁ। ତା ମୁହଁରେ ହସ ଦେବା ପାଇଁ ଚେଷ୍ଟା କରନ୍ତୁ। ତାର ପ୍ରତ୍ୟେକ ଭଲ ମନ୍ଦ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଆଉ ବୋହୂଠୁ ଯଦି ଆପଣଙ୍କ ପରିବାରରେ ଖୁସିରେ ରହିଲା, ଆପଣଙ୍କ ଜାଣିବେ ଆପଣଙ୍କ ପରିବାର ମା ଲକ୍ଷ୍ମୀ ସନ୍ତୁଷ୍ଟ ହେଲେ, ଆପଣଙ୍କ ପରିବାରରେ ସୁଖ ଶାନ୍ତି ସବୁ ବିରାଜମାନ କଲା। ତେଣୁ ଆପଣଙ୍କ ପରିବାର ଯଦି ପରଝିଅକୁ ବୋହୂ ରୂପେ ଗ୍ରହଣ କରି ଆଣିଛନ୍ତି, ବୋହୂକୁ ସମ୍ମାନ ଦିଅନ୍ତୁ। ବୋହୂର ଭଲ ମନ୍ଦ ନିଜର ବାପ ମା ଭଳିଆ ତାର ସବୁ ବୁଝନ୍ତୁ। ଘର ହଉ, ବାହାରେ ହଉ, ରାସ୍ତାରେ ହଉ, ଜାତି ହଉ, ଅଜାତି ହଉ, ଧର୍ମ ବର୍ଣ୍ଣ ନିର୍ବିଶେଷରେ ସବୁବେଳେ ନାରୀକି ଆପଣ ସମ୍ମାନ ଦିଅନ୍ତୁ। ଜୟ ଜଗନ୍ନାଥ।